ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ବିରାଟ ଗଣବିକ୍ଷୋଭ। ଦଖଲୀକୃତ ଜମିକୁ ପଟ୍ଟା ପ୍ରଦାନ ଦାବିରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ସାହାରପଡ଼ା ତହସିଲ ସମ୍ମୁଖରେ ଏକ ବିରାଟ ଗଣବିକ୍ଷୋଭ ଦେଖିବାକୁ ମିଳିଛି। ସଂଗଠନର ଶତାଧିକ କର୍ମୀ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସାହାରପଡ଼ାରେ ଏକ ଜନସମୁଦ୍ର ସୃଷ୍ଟି କରିଦେଇଥିଲେ। ଗଣବିକ୍ଷୋଭରେ ସ୍ଲୋଗାନ ଦେଇ ଚତୁର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ଏଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଯାଇଥିଲା। ସାହାରପଡ଼ାର ପେଟ୍ରୋଲ ପମ୍ପ ଠାରୁ ଏକ ଜନସମୁଦ୍ରର ବିରାଟ ପଟୁଆର ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଶତାଧିକ କର୍ମୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇ ବିରାଟ ଗଣବିକ୍ଷୋଭ ପ୍ରଦର୍ଶନ ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଦାବିକୁ ସରକାର ଅତି ଶୀଘ୍ର ପୂରଣ କରିବାକୁ ଅନୁରୋଧ ରଖି ଆଜି ଏହି ବିରାଟ ଗଣବିକ୍ଷୋଭ ଦେଖିବାକୁ ମିଳିଛି। ସମ୍ପ୍ରତି ରାଜ୍ୟରେ ବିଜେପି ସରକାରଙ୍କ ଜନବିରୋଧୀ ବିଶେଷ କରି ଆଦିବାସୀମାନଙ୍କ ଉପରେ ନିଷ୍ଠୁର ସାଜିଥିବା ସରକାରଙ୍କୁ ତୀବ୍ର ବିରୋଧ କରି ଆଜି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ମଙ୍ଗ ଧରିଥିବା ବେଳେ ଆଦିବାସୀମାନଙ୍କ ଦଖଲୀକୃତ ଜମିକୁ ଛଡ଼ାଇ ନେବା ପାଇଁ ହୀନ ଚକ୍ରାନ୍ତ ରଚନା କରୁଛନ୍ତି, ଯାହାଫଳରେ ଆଜି ସାରା ରାଜ୍ୟର ଜନସାଧାରଣ ରାଜ୍ୟ ସରକାରଙ୍କୁ ନିନ୍ଦା ପ୍ରକାଶ କରୁଛନ୍ତି। ବେକାରୀ ସମସ୍ୟାର ନାରା ଦେଇ ସରକାର ଗଠନ କରିବା ପରେ ଅହେତୁକ ଦରଦାମ ବୃଦ୍ଧି ଆଜି ସାରା ରାଜ୍ୟକୁ ଗ୍ରାସ କରିବାକୁ ବସିଲାଣି। ଆକାଶ ଛୁଆଁ ଦରଦାମ ବୃଦ୍ଧିରେ ସାଧାରଣ ଲୋକ ଅଣନିଶ୍ୱାସୀ ହୋଇଯାଉଥିବା ବେଳେ ସରକାର ନିଜ ସ୍ୱାର୍ଥ ହାସଲ କରିବାରେ ରାସ୍ତା ତିଆରି କରିବାରେ ବ୍ୟସ୍ତ। ଗଣବିକ୍ଷୋଭର ଦାବିଗୁଡ଼ିକ ମଧ୍ୟରେ 2006 ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପୁରୁଷାନୁକ୍ରମେ ଜବରଦଖଲ କରିଆସୁଥିବା ଜମିକୁ ପଟ୍ଟା ପ୍ରଦାନ କରିବା, ବନୀକରଣ ନାଁରେ ଚାଷ ଜମିରୁ ଦଖଲଦାରଙ୍କୁ ଉଚ୍ଛେଦ ବନ୍ଦ କରିବା, ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଲଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ 2023କୁ ବାତିଲ କରିବା ଉଦ୍ଦେଶ୍ୟରେ 4 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସାହାରପଡ଼ା ତହସିଲଦାରଙ୍କୁ ଦିଆଯାଇଛି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।